ସାଙ୍ଗମାନେ ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟାରେ ସାଙ୍ଗମାନେ ଦେଖନ୍ତୁ ଭାଉଜ ରୁଟି କରୁଛନ୍ତି। ମୁଁ ସଞ୍ଜୟ କୁମାର ମଲ୍ଲିକ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ସାଙ୍ଗମାନେ ଭାଉଜ କେତେ ସୁନ୍ଦର ରୁଟି ବନାଉଛନ୍ତି। ଏହି ସମୟ ଭିତରେ ମଜାଦାର ଢଗ ପ୍ରଶ୍ନ ମୁଁ ଭାଉଜଙ୍କୁ ପଚାରିବି। ଦେଖନ୍ତୁ ସାଙ୍ଗମାନେ ଭାଉଜ ଉତ୍ତରଟି ଦେଇପାରୁଛନ୍ତି କି ନାହିଁ ଆପଣମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିନିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ଏତିକି ରିକ୍ୱେଷ୍ଟ ସାଙ୍ଗମାନେ, ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍। ଆପଣମାନଙ୍କ ବନ୍ଧୁବାନ୍ଧବଙ୍କ ପାଖକୁ ଟିକେ ସେୟାର କରିଦିଅନ୍ତୁ, ସେମାନେ ମଧ୍ୟ ଏହିଭଳି ମଜାଦାର ଢଗ ପ୍ରଶ୍ନ ଦେଖିବାର ସୁଯୋଗ ପାଇପାରିବେ। ସାଙ୍ଗମାନେ ଭାଉଜ ବହୁତ ବ୍ୟସ୍ତରେ ଅଛନ୍ତି। ଦେଖନ୍ତୁ କେତେ ଶୀଘ୍ର ରୁଟି ବନାଇ ଦେଉଛନ୍ତି ଏବଂ ସୁନ୍ଦର ଭାବରେ ଫୁଲାଇ ଦେଉଛନ୍ତି। ତାହେଲେ ଆସ ଆମେ ଶୁଣିନେବା ଢଗ ପ୍ରଶ୍ନଟି କେତେ ମଜାଦାର ଅଛି ଏବଂ କେତେ ସୁନ୍ଦର ମିଠା ଢଗ ପ୍ରଶ୍ନ ଆପଣଙ୍କ ମନ ଛୁଆଁ ହେବ। ତାହେଲେ ମୁଁ ଷ୍ଟାର୍ଟ କରିଦେଉଛି ସାଙ୍ଗମାନେ। ପ୍ରଥମ ଢଗ ପ୍ରଶ୍ନର ଉତ୍ତର ଭାଉଜ କ'ଣ କହୁଛନ୍ତି ଦେଖି ନିଅନ୍ତୁ। ଲେଖିଦେଲୁ ସବୁ କଥା। ତାହେଲେ ସାଙ୍ଗମାନେ ଭାଉଜଙ୍କୁ ମୁଁ ଷ୍ଟାର୍ଟ କରିଦେଉଛି ପ୍ରଶ୍ନଟି। ଦେଖାଯାଉ ଭାଉଜ କ'ଣ କହୁଛନ୍ତି। କହିଲେ ଦେଖି, ମୁଁ ତରକାରୀରେ ପଡ଼େ, ଚୋବେଇଲେ ପାଟି ପୋଡ଼େ, ପେଟକୁ ଗଲେ ଏସିଡ୍ ଲାଗେ। କହିଲେ ଦେଖି ମୁଁ କିଏ? ଦେଖାଯାଉ ସାଙ୍ଗମାନେ ଭାଉଜଙ୍କୁ ଏଇ ଘରୋଇ ବିଷୟରେ ମୁଁ ପ୍ରଶ୍ନଟି କରିଛି। ଆପଣମାନେ ଖାଲି ଦେଖନ୍ତୁ। ମୁଁ ତରକାରୀରେ ପଡ଼େ, ଚୋବେଇ ଖାଇଲେ ପାଟି ପୋଡ଼େ, ପେଟକୁ ଗଲେ ଏସିଡ଼ିଟି ଛାଡ଼ିଥାଏ, ମାନେ ଏସିଡ଼ିଟି ହୋଇଥାଏ। ତାହେଲେ ମୁଁ କିଏ କହିଲ? ଦେଖାଯାଉ ସାଙ୍ଗମାନେ ଭାଉଜ ଯଦି ଜାଣିପାରିବେ କିଛି ଅପସନ୍ ଦେବେ, ଆପଣମାନେ ଧରି ନିଅନ୍ତୁ ତାହା କ'ଣ ହେଇପାରେ। ଯଦି ନ ଜାଣିପାରିଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ ସାଙ୍ଗମାନେ। ଗୁଲମରିଚ, ହଁ, ଶୁଖିଲା ଲଙ୍କା, ଗୁଲମରିଚଟା ପେଟଟା ଇଏ କରିବ। ମୁଁ ତରକାରୀରେ ପଡ଼େ, ଚୋବେଇଲେ ପାଟି ପୋଡ଼େ, ପେଟକୁ ଗଲେ ଏସିଡ଼ିଟି ହୋଇଥାଏ। ଶୁଖିଲା ଲଙ୍କା ଅଧିକା ଖାଇଲେ ଏସିଡ୍ ହବ, ଆଉ ଗୁଲମରିଚଟା ଖାଇଲେ ପାଟିଟା ପୋଡ଼ିବ, ଚୋବେଇକି ଖାଇଲେ। ଦେଖନ୍ତୁ ସାଙ୍ଗମାନେ ଏହି ସମୟ ଭିତରେ ରୁଟି ମଧ୍ୟ ଚାଲିଛି, ଏ ଢଗ ପ୍ରଶ୍ନ ଚାଲିଛି। ତାହେଲେ ସାଙ୍ଗମାନେ କୁହ ଭାଉଜ କହିପାରୁନାହାନ୍ତି, ଏଣେ ହାତ ପୋଡ଼ିଯାଉଛି। ରୁଟି କରିବା ସମୟରେ ବ୍ୟସ୍ତ ରହିଯାଉଛନ୍ତି ଭାଉଜ। ସାଙ୍ଗମାନେ ଭାଉଜ ଯାହା କହୁଛନ୍ତି, କ'ଣ କହିଲେ ଗୋଲମରିଚ କିମ୍ବା ଲଙ୍କା ହୋଇପାରେ। ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ ଭାଉଜ କ'ଣ ଠିକ୍ କହିଛନ୍ତି। ଯଦି ଭାଉଜ ଠିକ୍ କହିଛନ୍ତି ଆପଣମାନେ ଭାବୁଛନ୍ତି, ତାହେଲେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ ଆପଣମାନେ ଯାହା ଜାଣିଛନ୍ତି କମେଣ୍ଟ ବକ୍ସରେ ଲେଖନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ସରିଗଲା, ଭାଉଜଙ୍କ ରୁଟି ମଧ୍ୟ ଚାଲିଛି, ଆଉ ଅଳ୍ପ ଅଛି ଯେ କି ସରିବା ଉପରେ ହେଲାଣି। ଦେଖନ୍ତୁ ସାଙ୍ଗମାନେ ଆଜିର ଢଗ ପ୍ରଶ୍ନଟି ବହୁତ ସୁନ୍ଦର ଅଛି। ତାହେଲେ ଆମେ ଏବେ ଯିବା ସେକେଣ୍ଡ ଢଗ ପ୍ରଶ୍ନକୁ। ଭାଉଜ କ'ଣ ଉତ୍ତର ଦେବେ ଆପଣମାନେ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ। ସାଙ୍ଗମାନେ ସେକେଣ୍ଡ ଢଗ ପ୍ରଶ୍ନର ଭାଉଜ କ'ଣ ଉତ୍ତର ଦେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଆପଣମାନେ ଦେଖିବେ। ରୁଟି ମଧ୍ୟ ଚାଲିଛି ସାଙ୍ଗମାନେ। ତାହେଲେ ସେକେଣ୍ଡ ଢଗ ପ୍ରଶ୍ନ ରହିଲା ଭାଉଜଙ୍କୁ, କ'ଣ ରୁଟି ଆଉ କେତେ ଅଛି? ଆଉ ଦୁଇଟି ସାରିଦେଲ ଆଉ କ'ଣ? କହିଲେ ଦେଖି, ଏମିତି କ'ଣ ଜୀବନ ସାରା ଝିଅକୁ 2 ଥର, ପୁଅକୁ 1 ଥର ମିଳିଥାଏ, ମାନେ ଥରେ ମିଳିଥାଏ? ଏମିତି କ'ଣ? ସାଙ୍ଗମାନେ ଭାଉଜ ଆମର କ'ଣ କହିବେ ଦେଖିବା। ଏମିତି କ'ଣ ଯେ କି ଜୀବନ ସାରା ଝିଅକୁ 2 ଥର ମିଳିଥାଏ, ପୁଅକୁ ଥରେ ମିଳିଥାଏ?
ତାହା କ'ଣ? ସାଙ୍ଗମାନେ ସୁନ୍ଦର ପ୍ରଶ୍ନଟି ଆପଣମାନଙ୍କ ପାଇଁ। ଘର ତ ମିଳିବ ଦୁଇଟା ଝିଅର, ପୁଅ ତ ହେଲେ ବି ପୁଅର ବି ସେ ବି ହେଲା କ'ଣ କହିପାରୁନା। ଉଁ, ସାଙ୍ଗମାନେ ଭାଉଜ ଅଧା କହୁଛନ୍ତି ଅଧା କହୁନାହାନ୍ତି। ହଁ ଅଧା କହୁଛି ଆଉ ଅଧା ତମେ କହିବ ପାଇଁ ଗୋଟେ ଛାଡ଼ି ଦେଉଛି। ଛାଡ଼ି ଦେଇଛ। ମୁଁ କହିବି ନା କ'ଣ ସାଙ୍ଗମାନେ କହିବେ? ସାଙ୍ଗମାନେ କହିବେ। ସାଙ୍ଗମାନେ ମୁଁ ପ୍ରଶ୍ନ କରିଛି ସେକେଣ୍ଡ ପ୍ରଶ୍ନ, ଏମିତି କ'ଣ ଜୀବନ ସାରା ଝିଅକୁ ଥରେ ମାନେ ଝିଅକୁ 2 ଥର ପୁଅକୁ ଥରେ ମିଳିଥାଏ? ଝିଅକୁ 2 ଥର ମିଳିଥାଏ କିନ୍ତୁ ପୁଅକୁ ଥରେ ମିଳିଥାଏ, ତାହା କ'ଣ? ଘର। ଭାଉଜ କହୁଛନ୍ତି ଘର। ଏଇଟା କ'ଣ ରାଇଟ୍ ଆନ୍ସର୍? ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ। ଭାଉଜ ଯଦି ଠିକ୍ କହିଛନ୍ତି ଆପଣମାନେ ଭାବୁଥାନ୍ତି ତାହେଲେ ରାଇଟ୍ ଲେଖିପାରନ୍ତି, ନହେଲେ ଆପଣମାନେ ଯାହା ଜାଣିଛନ୍ତି ସାଙ୍ଗମାନେ କମେଣ୍ଟ ବକ୍ସରେ ଲେଖନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ ସାଙ୍ଗମାନେ। ଝିଅକୁ ଦିଟା ସେଇ ମା ଘର, ଶାଶୁ ଘର, ବାପ ଘର ହଁ ଦିଟା। ହୁଁ? କାଲି ଯୋଉ ପ୍ରଶ୍ନ ମୁଁ ପଚାରିଥିଲି ହଁ ତା ଉତ୍ତର ତ ମୋତେ ଦେଲ, ହୁଁ ଖାଇଲ କାଲି ପ୍ରଶ୍ନ, କାଲି ତୁ ଆଜି ପ୍ରଶ୍ନ କର, କାଲି ପ୍ରଶ୍ନ ସାଙ୍ଗମାନେ ତାଙ୍କ ଦେବେନି। ତାହେଲେ ସାଙ୍ଗମାନେ ଆଜିର ସୁନ୍ଦର ଢଗ ପ୍ରଶ୍ନଟି ଥିଲା ଯେ କି 2ଟି ପ୍ରଶ୍ନ। ଆଜି ଆମର ଭିଡ଼ିଓ ସରିଯାଇଛି, ଯେ କି ଏହି ସମୟ ଭିତରେ ରୁଟି କରା ଭାଉଜଙ୍କର ମଧ୍ୟ ସରିଛି, କିନ୍ତୁ ରୁଟିଟା ଫୁଲୁଛି ସୁନ୍ଦର ଭାବରେ ଫୁଲଉଛନ୍ତି, ହାତ ମଧ୍ୟ ପୋଡ଼ି ଯାଉଛି, ବ୍ୟସ୍ତରେ ଅଛନ୍ତି, ଫୁଟୁକା ହେଇଯାଉଛି କହୁଛନ୍ତି। ସାଙ୍ଗମାନେ ଭାଉଜଙ୍କ ରୁଟି ସରିବା ସହିତ ଆମର ମଧ୍ୟ ମୋର ଫୋନ୍ ଯେଉଁ ନମ୍ବରଟା ମୁଁ କାଲି କହିଥିଲି ସେ ନମ୍ବର ଉତ୍ତର ମୋତେ ଦିଅ। ସାଙ୍ଗମାନେ ଭାଉଜ ଆସନ୍ତାକାଲି ଯେଉଁ ଭିଡ଼ିଓଟି ପଠାଇଥିଲେ ସେ ପ୍ରଶ୍ନର କମେଣ୍ଟ ଏପର୍ଯ୍ୟନ୍ତ ଆସିନାହିଁ। ଭାଉଜ କହୁଛନ୍ତି ଆପଣମାନେ ପଛ ଭିଡ଼ିଓଟିକୁ ଦେଖନ୍ତୁ ଏବଂ ଭାଉଜ ଯେଉଁ ପ୍ରଶ୍ନଟି କରିଥିଲେ ତା'ର ଉତ୍ତରଟି ଖୋଜି ଆପଣମାନେ ଲେଖିଦିଅନ୍ତୁ। ଏପର୍ଯ୍ୟନ୍ତ ଉତ୍ତର ଆସିନାହିଁ ଭାଉଜ କହୁଛନ୍ତି। ଯାହା ହେଉ ସାଙ୍ଗମାନେ ଆଜି ଏ ମଜାଦାର ଢଗ ପ୍ରଶ୍ନଟି ଆପଣଙ୍କ ମନ ଛୁଆଁ ହୋଇଥିବ ବୋଲି ଆଶା ବିଶ୍ୱାସ ରଖିଛୁ। ଆମର ଭାଉଜଙ୍କର ରୁଟି କରିବା ସରିଲା ଏବଂ ଆମର ଢଗ ପ୍ରଶ୍ନ ମଧ୍ୟ ସରିଲା। କିନ୍ତୁ ସାଙ୍ଗମାନେ ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଦେଖନ୍ତୁ, ମଜା ନିଅନ୍ତୁ। ସରିଲା, ଏବେ ଭାଉଜ ଫେରିଲେ। ଆଉ କ'ଣ କୁହ ନା କିଛି କହିବନି? ନା ଆଉ କିଛି କହିବନି? ନା ଆଉ କିଛି କହିବନି। ହଁ ଆଉ କିଛି କହିବନି। ତାହେଲେ ସାଙ୍ଗମାନେ ଆଜି ସମୟ ହେଇଗଲାଣି। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆପଣମାନଙ୍କ ପାଇଁ ଏଇଭଳି ସାଧାରଣ ଜ୍ଞାନ ଜେନେରାଲ୍ ନଲେଜ୍ ସହିତ ଆଧାରିତ ଅନେକ କିଛି ଢଗ ପ୍ରଶ୍ନ ଆପଣମାନଙ୍କୁ ଯେ କି ଦେଖାଇବୁ। ଦେଖନ୍ତୁ ଭାଉଜଙ୍କର ଚିଆ ନାଗିଗଲା ରୁଟି କରୁ କରୁ, ଅନ୍ୟମନସ୍କ ରହିଗଲେ। ତାହେଲେ ସାଙ୍ଗମାନେ ଆଜି ତ ସମୟ ହେଇଗଲାଣି, ଆମେ ଏବେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରହନ୍ତୁ। ଏଇଭଳି ମଜାଦାର ଢଗ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ନା କ'ଣ କହୁଛ? ତାହେଲେ ରହିଲୁ ସାଙ୍ଗମାନେ। ଜୟ ଜଗନ୍ନାଥ, ନମସ୍କାର।